ଯେତେବେଳେ ସମ୍ବରାସୁର କହୁଛନ୍ତି ହେ ସୁନ୍ଦରୀ ଏବେ ଆଉ ତମେ ଚିନ୍ତା କରନା, ଏବେ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ, କାରଣ ଏବେ ମୁଁ ଆସିଗଲିଣି। ତୁମ ସ୍ୱାମୀ ତୁମକୁ ଯେତିକି ସୁଖ ଦେଇଥିଲା ତାଠାରୁ ମୁଁ ଅଧିକ ସୁଖ ଦେବି, ତୁମକୁ ରାଣୀ କରି ରଖିବି। କାହିଁକି ନା ତିନି ପୁରର ଶକ୍ତିଶାଳୀ ରାଜା ହେଉଛି ମୁଁ, ତେଣୁ ମୁଁ ତୁମକୁ ନିଶ୍ଚିତ ରାଣୀ ଭଳି ରଖିବି। ଆଉ ଯେତେ ପରିଚାରିଗଣ ଅଛନ୍ତି, ଦାସୀ ପରିଚାରିଗଣ ଅଛନ୍ତି, ସମସ୍ତେ ତୁମର ସେବା କରିବେ। ତେଣୁ ଏବେଠାରୁ ସବୁ ଦୁଃଖ ତୁମର ଲାଘବ ହୋଇଗଲା। ତେଣୁ ଏ କଥା ଶୁଣି ଆଜି ରତି କ'ଣ କହୁଛନ୍ତି, ରତି ବଇଲା ମୁଁ ବଡ଼ ଲୋକର ଦୁହିତା, ହେଲେ କି ହେବ କର୍ମେ ଯା ଲେଖିଛି ବିଧାତା। গোবিন্দ মাধব কৃষ্ণ শ্রী মধুসূদন, গোবিন্দ মাধব কৃষ্ণ শ্রী মধুসূদন। ସ୍ତ୍ରୀ ସଂସାରକୁ ଏତ ନୁହଁଇବେ ଭାର, ଜନମୁଖରେ ଝିଙ୍ଗାସ ପାଇବି ଅପାର। জনমুখরে ঝিঙ্গাস পাইবি অপার, জনমুখরে ঝিঙ্গাস পাইবি অপার। ଯେତେବେଳେ ସମ୍ବରାସୁର କହୁଛନ୍ତି ମୁଁ ତୁମକୁ ରାଣୀ କରି ରଖିବି, ସବୁ ସୁଖ ଦେବି, ସେତେବେଳେ ରତି କହୁଛନ୍ତି ଦରକାର ନାହିଁ ସେ ସୁଖ। ତମେ ମୋ ସ୍ୱାମୀଙ୍କ ଠାରୁ ଅଧିକ ସୁନ୍ଦର ହେଇଥାଇପାର, ତମେ ମୋ ସ୍ୱାମୀଙ୍କ ଠାରୁ ଅଧିକ ବଳଶାଳୀ ହେଇଥାଇପାର, ତମେ ମୋ ସ୍ୱାମୀଙ୍କ ଠାରୁ ଅଧିକ ଜ୍ଞାନୀ ହେଇଥାଇପାର, ହେଲେ ମୋ ସ୍ୱାମୀ ମୋ ପାଇଁ ଦେବତା, ଯାହାଙ୍କ ସ୍ମୃତିକି ନେଇ ମୁଁ ସାରା ଜୀବନ ବଞ୍ଚିଛି ଆଉ ବଞ୍ଚିପାରିବି। ଯଦି ମୁଁ ତୁମ ସହିତ ଯାଏ ତାହେଲେ ଦୁନିଆ କ'ଣ କହିବ ଯେ ଗୋଟେ ପତିକି ଛାଡ଼ି ଆଉ ଗୋଟେ ପତିର ହାତ ଧରି ଚାଲିଗଲା। ମୁଁ ହେଉଛି ଗୋଟେ ବଡ଼ ଲୋକର ଝିଅ, ତେଣୁ ମୋ ପିତାଙ୍କର ନାଁ ଅଛି, ମୋ ଶ୍ୱଶୁରଙ୍କର ନାଁ ଅଛି, ତେଣୁ ପିତା ଘରେ କଳଙ୍କ ହେଇଯିବ, ମୋ ଶ୍ୱଶୁରଙ୍କ ଘରେ ମଧ୍ୟ କଳଙ୍କ ହେଇଯିବ। ତେଣୁ ଗୋଟେ ଦୁହିତାର ମାନେ ହେଉଛି ଦୁଇ କୂଳକୁ ହିତା। ଯେଉଁ ଦୁଇ କୂଳ, ପିତୃକୂଳ ଏବଂ ଶ୍ୱଶୁର କୂଳ, ଏ ଦୁଇ କୂଳରେ ଯେ ହିତ ସାଧନ କରିଥାଏ ତାକୁ ଦୁହିତା ବୋଲି କହନ୍ତି। ଯଦି ମୋ ଦ୍ୱାରା ତାକୁ ନିନ୍ଦା ହେଇଯିବ ତାହେଲେ 14 ପୁରୁଷ ପର୍ଯ୍ୟନ୍ତ ମୋ ପିତୃପୁରୁଷମାନେ କେହି ବି ଶାନ୍ତି ପାଇବେନି। ନା ସେ କୂଳର ପିତୃପୁରୁଷ ଶାନ୍ତି ପାଇବେ, ନା ଏ କୂଳର ପିତୃପୁରୁଷ ଶାନ୍ତି ପାଇବେ। ତେଣୁ ଏମିତି କଥା ମୁଁ କେବେ ଭାବିନି କି ଭାବି ପାରିବିନି। ତୁମ ସହିତ ତୁମର ରାଣୀ ହେଇକି ରହିବା ଏଇଟା କେବେ ସମ୍ଭବ ହେଇପାରିବନି।